ନିତିଦିନିଆ ଜୀବନରେ ଆମେ ବହୁ ଛୋଟ ବଡ଼ ସମସ୍ୟାର ସମ୍ମୁଖୀନ ହେଉ। ବେଳେବେଳେ ଅତି ଛୋଟ ଛୋଟ ସମସ୍ୟା ବିରାଟ ରୂପ ନେଇଯାଆନ୍ତି। ଯାହା ପଦେ ପଦେ କଥାରେ ସମାଧାନ ହୋଇପାରିବ ତା ପାଇଁ ନ୍ୟାୟ ନିଶାପ ବସେ। ଏସବୁ ଆମ ମନର ଅବୁଝାପଣ। ମନେକର ପତି ପତ୍ନୀଙ୍କ ଭିତରେ ମନାନ୍ତର ହେଲା। ପତି ଚାହାନ୍ତି ପତ୍ନୀଙ୍କର ଗୁଣ ବଦଳି ଯାଉ, ସେ ବାରମ୍ବାର କଟୁ କଥା ନ କୁହନ୍ତୁ। ଠିକ୍ ସେମିତି ପତ୍ନୀ ମଧ୍ୟ ଚାହାନ୍ତି ମୋ ସ୍ୱାମୀଙ୍କର ବୁଦ୍ଧି ବଦଳି ଯାଉ, ମୋ କଥାରେ ସବୁବେଳେ ପରିଚାଳିତ ହୁଅନ୍ତୁ। ଯାହାଦ୍ୱାରା ଦୁଇ ଜଣଙ୍କ ମନ ମିଶେନା, ଝଗଡ଼ା ଲାଗେ। ଯଦି ପତି ପ୍ରାର୍ଥନା କରନ୍ତି, ହେ ପ୍ରଭୁ, ସମସ୍ତଙ୍କ କଥା ସହିବାର ଶକ୍ତି ମୋତେ ଦିଅନ୍ତୁ। ଆଉ ପତ୍ନୀ ଠାକୁରଙ୍କୁ ଜଣାନ୍ତେ, ହେ ପ୍ରଭୁ, ମୋ ସ୍ୱାମୀ ହେଉଛନ୍ତି ମୋ ଇହକାଳ ଓ ପରକାଳର ଦେବତା, ତାଙ୍କ ସ୍ଥିତିକୁ ବୁଝି ଚଳିବାର କ୍ଷମତା ମୋତେ ଦିଅନ୍ତୁ। ତେବେ ସମ୍ପର୍କ ଦୃଢ଼ ହୁଅନ୍ତା, କୌଣସି ନ୍ୟାୟ ନିଶାପ ଦରକାର ପଡ଼ନ୍ତା ନାହିଁ। କିନ୍ତୁ ଏଠି କେହି କିଛି ବୁଝିବାକୁ ରାଜି ହୁଅନ୍ତିନି। ପତି ଓ ପତ୍ନୀ ଉଭୟଙ୍କ ପରିବାର କେବଳ ଛଟପଟ ହୁଅନ୍ତି, ଥାନା କଚେରୀ ପର୍ଯ୍ୟନ୍ତ ଯାଆନ୍ତି, ବହୁ ଟଙ୍କା ପଇସା ଖର୍ଚ୍ଚ କରନ୍ତି। ସବୁ ସରିଲା ପରେ ବି ଶାନ୍ତି ହଜିଯାଏ। କେବଳ ପରିବାର ନୁହେଁ, ବିଭିନ୍ନ ଅନୁଷ୍ଠାନରେ ବି ଏହି ଅବସ୍ଥା। ଛୋଟ ସମସ୍ୟାକୁ ବିରାଟ କରିଦେଲେ ଲାଭ କ'ଣ ମିଳେ? ଉଭୟ ପକ୍ଷ ମିଶିଗଲେ କଥାଟି ସମାଧାନ ହୋଇଯାଆନ୍ତା। ହେଲେ ଆମେ ଜାଣି ଜାଣି ଛୋଟ ସମସ୍ୟାକୁ ବଡ଼ କରିଦେଉ। ଏନେଇ ଉଦାହରଣଟିଏ। ଜଣେ ଯୋଦ୍ଧା ତୀର ସନ୍ଧାନ କରିବାରେ ଖୁବ୍ ପାରଙ୍ଗମ ଥିଲେ। ବହୁ ଲୋକ ତାଙ୍କଠାରୁ ତୀର ସନ୍ଧାନର କୌଶଳ ବି ଶିଖୁଥିଲେ। ଗଛର ଯେତେ ଉଚ୍ଚରେ ଫୁଲ ଫଳ ଥିଲେ ମଧ୍ୟ ସେ ଅତି ସହଜରେ ଡେମ୍ଫକୁ ତୀର ମାରି ଅକ୍ଷତ ଅବସ୍ଥାରେ ତଳକୁ ଖସେଇ ଦିଅନ୍ତି। ଜଣେ ଭଲ ସରସନ୍ଧାନୀ ଭାବରେ ସାରା ରାଜ୍ୟରେ ଲୋକେ ତାଙ୍କୁ ଜାଣିଥିଲେ। ସେହି ରାଜ୍ୟର ରାଜା ଖୁବ୍ ପ୍ରକୃତିପ୍ରେମୀ ଥିଲେ। ଗଛଲତାକୁ ନଷ୍ଟ ହେବାକୁ ଦେଉନଥିଲେ। ସେଥିପାଇଁ ସୁନ୍ଦର ବଗିଚାଟିଏ କରିଥିଲେ। ବଗିଚାଟି ସୁନ୍ଦର ରଙ୍ଗୀନ ବାସ୍ନା ଫୁଲରେ ଭରପୁର ଥିଲା। ରାଜା ସେଇଠି ବହୁତ ସମୟ ବିତାନ୍ତି। ବାସ୍ନା ଫୁଲ ପାଖକୁ ଭଅଁର, ମାଛି, କୀଟ ପତଙ୍ଗ ଆସିବା ସ୍ୱାଭାବିକ କଥା। ସେମାନଙ୍କୁ ବାରଣ କରିବ କିଏ? ବଗିଚାରେ ବୁଲିଲା ବେଳେ ରାଜାଙ୍କର ଦୃଷ୍ଟି ପଡ଼େ ଏହି କୀଟ ପତଙ୍ଗ, ପୋକ, ମାଛିଙ୍କ ଉପରେ। ଭାରି ବିରକ୍ତ ହୁଅନ୍ତି। ରାଜା ଭାବିଲେ, ଏ ମାଛି, ଭଅଁର, କୀଟମାନଙ୍କୁ ମୂଳରୁ ଶେଷ କରିଦେବାକୁ ହେବ। ତେଣୁ ଜଣେ ଜଗୁଆଳି ଖୋଜିଲେ, ଯିଏ ବଗିଚାରେ ଏମାନଙ୍କୁ ପୂରେଇ ଦେବନି। ଛୋଟ କୀଟ ପତଙ୍ଗକୁ କିଏ ବା ଜଗିବ? ଏଣେ ରାଜାଙ୍କର ଆଦେଶ, କିଏ ଅମାନ୍ୟ କରିବ? ଯେତେ ଜଗୁଆଳି ଆସିଲେ ବିଫଳ ହେଲେ। ରାଜାଙ୍କ କାନରେ ପଡ଼ିଲା ଏ ସରସନ୍ଧାନୀ ଯୁବକର କଥା। ତାକୁ ଡକେଇଲେ। ରାଜା କହିଲେ, ତମର ଯାହା ଦରକାର ସବୁ ଯୋଗେଇ ଦେବି। ତମେ ତୀର ସନ୍ଧାନ କରି ଏ କୀଟପତଙ୍ଗମାନଙ୍କୁ ହତ୍ୟା କରିବ, ବଗିଚାକୁ ଛାଡ଼ିବନି। ହଁ, ମନେ ରଖ, ତମ ସରସନ୍ଧାନରେ ଯେମିତି ଗଛରୁ ପତ୍ରଟିଏ ବି ନ ପଡ଼େ। ଫୁଲ ଫଳ କଥା ଦୂରେ ଥାଉ। ତୁମ ସର ଆଘାତରେ ପତ୍ରଟିଏ ପଡ଼ିଲେ କଠୋର ଶାସ୍ତି ମିଳିବ। ଦରକାର ପଡ଼ିଲେ ତୁମ ମୁଣ୍ଡ କାଟି ଦିଆଯିବ। ରାଜା ଯାହା ବୁଝନ୍ତି ସେଇଆ। କୀଟ ପତଙ୍ଗକୁ କିଏ କ'ଣ ତୀରରେ ମାରିଲାଣି ନା ମାରିବ? ରାଜ୍ୟସାରା ଲୋକେ ଟୁପୁରୁ ଟାପୁରୁ ହେଲେ। ବିଚରା ଶିକାରୀର ଜୀବନ ଗଲା। ଶିକାରୀ ବି ମନ ଦୁଃଖରେ ରହିଲା। ରାତି ପାହିଲା। ଶିକାରୀ ଧନୁ ସର ନେଇ ପହଞ୍ଚିଲା ବଗିଚାରେ। ଭଅଁର, ମାଛିଙ୍କୁ ସରସନ୍ଧାନ କଲା। ସେମାନେ ତ ମଲେ। ବଗିଚାରୁ ପତ୍ର ଫୁଲ ବି ଝଡ଼ିଲା। ରାଜା ଭୀଷଣ ରାଗିଲେ। କହିଲେ, ଆଜି ଛାଡ଼ିଦେଲି, କାଲିକୁ ଗୋଟିଏ ବି ପତ୍ର ଝଡ଼ିଲେ ମୁଣ୍ଡକାଟ ଶାସ୍ତି ଦିଆଯିବ। ଶିକାରୀକୁ ରାତିସାରା ନିଦ ହେଲାନି। ପୋକମାନଙ୍କୁ କେମିତି ଦମନ କରିବ ଭାଳି ହେଲା। ଶିକାରୀର କନ୍ୟା ଥିଲା ଅତି ଚତୁର। ସେ ସବୁ କଥା ଜାଣି କହିଲା, ବାପା, ଛୋଟ କୀଟ କ'ଣ ଧନୁ ତୀରରେ ମରିବେ? ଯିଏ ଛୁଞ୍ଚିରେ ଯିବ ତା ପାଇଁ ଶାବଳ କ'ଣ ଦରକାର? ଏ ଔଷଧ ପାଣି ନେଇ ବଗିଚାରେ ଛିଞ୍ଚି ଦିଅ। ୟା ଗନ୍ଧରେ କୀଟପତଙ୍ଗ ଆସିବେନି। ଶିକାରୀ ଯାହାକୁ ବିରାଟ ସମସ୍ୟା ଭାବୁଥିଲା, ତାହା ଅତି ସହଜରେ ସମାଧାନ ହୋଇଗଲା। ଆମ ଜୀବନରେ ସମସ୍ୟା ଠିକ୍ ଏହି ମାଛିଙ୍କ ଭଳି। ମୁନ୍ଦାଏ ପାଣିରେ ଯେଉଁ ପତଙ୍ଗ ନ ଆସିବ ତା ପାଇଁ ଦିନ ତମାମ ତୀର ଧରି ବସିବା ଦରକାର ନାହିଁ। 2 ଟଙ୍କିଆ ବଟିକାରେ ଭଲ ହେଉଥିବା ରୋଗକୁ ଆମେ ବିଶେଷଜ୍ଞଙ୍କ ପାଖକୁ ଯାଉଛୁ। ସମସ୍ୟାକୁ ଯେତିକି ଭାବି ହେବା ସେ ସେତିକି ନୟାନ୍ତ କରିବ। ହାଲକା କରି ମୁଣ୍ଡ ନଇଁଦେଲେ ବାଟ କାଟି ପଳେଇବ। ଛୋଟ ସମସ୍ୟା ବିରାଟ ରୂପ ନେଲେ ରକ୍ତଚାପ, ମାନସିକ ଅବସାଦ ଆଦି ବଢ଼ିଯାଏ। ଏବେ ବି ସମୟ ଅଛି। ବିରାଟ ରୂପ ନେଇଥିବା ସମସ୍ୟାକୁ ଛୋଟିଆ କରିଦିଆଯାଉ। ଆଗାମୀ ସମୟରେ ଛୋଟ ସମସ୍ୟାକୁ ବି ବିରାଟ ରୂପ ଦିଆ ନ ଯାଉ।